ଚକ୍ର କହିଲେ ଇନ୍ଦ୍ର ତାଙ୍କର ଆର୍ତ୍ତକୁ ତୁମେ କାଟିଲ ଦୁଃଖକୁ କାଟିଲ କର୍ତ୍ତର କରଚର କାଟିଲା ପରି ବନ ନର୍ତ୍ତନକାରୀ ବନରେ ନର୍ତ୍ତନ କରନ୍ତି କିଏ ନା ଏମନ୍ତ ହରି ଆଉ ଅଛ ହରି କହିଲେ ମର୍କଟ ଅଛ କହିଲେ ଭାଲୁ ସେ ଭାଲୁ ମାଙ୍କଡକୁ ଧରି ଆପଣ ଇନ୍ଦ୍ରଙ୍କ ଉପରେ ପ୍ରାଦୁର୍ଭାବ କରୁଥିବା ସେ ଦୁର୍ବାର ବିଶ୍ୱମାନନ୍ଦନ ରାବଣ ତାକୁ ଆପଣ ବିନାଶ କଲେ ଇନ୍ଦ୍ରକୁ ରକ୍ଷା କଲେ ଧାତା ଚିନ୍ତାକୁ ମତ୍ସ୍ୟ ହୋଇ ମୀନ ଅବତାରରେ ତୁମେ ଶଙ୍ଖାସୁର ଠାରୁ ବେଦ ପଥିକି ଚୋରି କଲ ଏ ଉଦ୍ଧାର କଲ ଏଇଠି ରହିଲା ପ୍ରଶ୍ନବାଚୀ ସାହିତ୍ୟର ଚିନ୍ତାଧାରା ଟିକେ ବିଚାର କରନ୍ତୁ ସାର୍ ମାନେ ଆପଣ ତ ବୁଦ୍ଧିଜୀବୀ ବସିଛନ୍ତି ନିଗମ ତ କହିଲେ ପଣ୍ଡିତ ଯାହାକୁ ଗମି ହୁଏ ନା ତାହେଲେ ନିଗମ ଯଦି ହେଲା ସେତେବେଳେ ବେଦ ବେଦ ନାୟିକାର ତୁମେ ଯଦି ଗଧାର ମଣ୍ଡନ କଲ ତୁମର ପଦାଙ୍ଗୁଳି ଅଶୋକ ଗଡ଼ି ପରି ଦେଖାଗଲା ନିଗମ କହିଲେ ତାକୁ କେହି ଗମି ପାରନ୍ତିନି ତାପରେ ହେଲା ଶ୍ରୁତି ଶୁଣିକିରି ମନେ ରଖିଲେ ଲେଖା ପଢା ନାହିଁ ତାହେଲେ ଶଙ୍ଖାସୁର ପଣ୍ଡିତେ କୋଉ ବେଦ ପୋଥି କେମିତି ଲିପି ହେଇଥିଲା ଚୋରି କରି ନେଲା ସାହିତ୍ୟ ସମସ୍ୟା ପଣ୍ଡିତ ମଣ୍ଡଳୀ ବିଚାର କରନ୍ତୁ ଏଠି ତ ବେଦ ହେଲା ନିଗମ ତାକୁ ଗମି ପାରିବେନି ପୁଣି ଚୋରି କଲା ଶଙ୍ଖାସୁର କଣ ବେଦ ପୋଥିକି ଉଦ୍ଧାର କଲେ ନା ସେତେବେଳେ ତ ବେଦ ଲିପି ହେଇନଥିଲା ଲିପି ହେଇଥିଲା କି ହେଇନଥିଲା ପଚାରିଥିଲି ଭୀମ ଓଜନ କେତେ ଭାର ମୁଁ 40 କିଲୋ କହିଲି ସବୁ ଜାଗାରେ ଭାର ସମାନ ନାହିଁ ଆମର ସେପଟେ ଭାର ହଉଛି 16 କିଲୋ ଲେଖେ 32 କିଲୋ ସବୁ ଜାଗାରେ ଗଉଣୀ ସମାନ ନାହିଁ ଭୀମ ଓଜନ କେତେ ତା କହିଲନି ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ପଚାରିଥିଲି ଯେ ଦ୍ରୋଣ ଉଭୟଙ୍କର ଗୁରୁ ଭୀଷ୍ମ ଉଭୟଙ୍କର ପିତା ମହ ସେ କଣ ପାଇଁ ଦୁର୍ବାର ଅନ୍ୟାୟୀ ଅତ୍ୟାଚାରୀ ବର୍ବରଚିତ କର୍ମ କରୁଥିବା ଦୁର୍ଯ୍ୟୋଧନ ସପକ୍ଷରେ ଯୁଦ୍ଧ କଲେ କିଛି ନାହିଁ ତେଣୁ ହଜୁରେ ମୋ କହିବାର ତାତ୍ପର୍ଯ୍ୟ ଇଏ ଯୋଉ 3 ଜଣକୁ ତୁମେ ରକ୍ଷା କଲ କାହାକୁ ଇନ୍ଦ୍ରଙ୍କୁ ବ୍ରହ୍ମାଙ୍କୁ ଶିବଙ୍କୁ ଏଥିରେ କଣ ମୂଲ୍ୟ ଅଛି କିଏ କହୁଛନ୍ତି ରୁକ୍ମିଣୀ ତାର ପଦଟା ଖାଲି ବୁଝେଇକି ଆଗକୁ ଯାଉଛି କହିଲା ଇଏ ଏହାଙ୍କ ପରି